ଆପଣ ଠିକ୍ ତା ଅର୍ଥ ନୁହଁ ଯେ ସାମ୍ନାବାଲା ଭୁଲ ହୋଇଥାଇପାରେ। ବେଳେବେଳେ ଆଖି ଦେଖା କଥା ମଧ୍ୟ ଆମର ମିଛ ହୋଇଯାଇପାରେ। ତେଣୁ ଯେପର୍ଯ୍ୟନ୍ତ କାହାକୁ ଠିକ୍ ଭାବରେ ବୁଝି ନାହାନ୍ତି, କାହାରିକୁ ଆପଣ ଭୁଲ ବୋଲି କୁହନ୍ତୁ ନାହିଁ। କାହାକୁ ଭୁଲ କହିବାକୁ ହେଲେ ପ୍ରଥମେ ଗଭୀରତା ପର୍ଯ୍ୟନ୍ତ ଯାଆନ୍ତୁ, ପାଖରେ ଯାଇ ପହଞ୍ଚନ୍ତୁ, ଜାଣନ୍ତୁ, ତାପରେ ଭୁଲ ବୋଲି କୁହନ୍ତୁ। ଚାଲନ୍ତୁ ଏ କଥାକୁ ଗୋଟେ ସୁନ୍ଦର ଗପ ମାଧ୍ୟମରେ ଆମେ ବୁଝିବା। ଜଣେ ବାଦଶାହ ଥିଲେ, ବହୁତ ସୁନ୍ଦର ପ୍ରଜା ପାଳନ କରୁଥିଲେ। ପ୍ରତିଦିନ ସନ୍ଧ୍ୟାରେ ଏ ବାଦଶାହ ଜଣକ କ'ଣ କରନ୍ତି ଯେ ଛଦ୍ମ ବେଶରେ ନିଜ ରାଜ୍ୟରେ ଏଣେ ତେଣେ ଘୁରନ୍ତି, ଜାଣିବାକୁ ପ୍ରୟାସ କରନ୍ତି କି ମୋ ରାଜ୍ୟରେ ସବୁକିଛି ଠିକ୍ ଠାକ୍ ଚାଲିଛି କି ନାହିଁ। ଦିନକର ଘଟଣା, ବାଦଶାହ ସନ୍ଧ୍ୟା ହୋଇଛି, ଛଦ୍ମବେଶରେ ବାହାରି ଯାଇଛନ୍ତି ଜାଣିବାକୁ କି ରାଜ୍ୟର ଖବର ପ୍ରକୃତରେ ଠିକ୍ ଅଛି କି ନାହିଁ। ଏମିତି ଯାଇ ଯାଇ ବାଦଶାହ ଗୋଟେ ବଜାରରେ ପହଞ୍ଚିଛନ୍ତି। ବଜାରରେ ବେପାରୀମାନଙ୍କ ପାଖକୁ ଯାଇଛନ୍ତି, ଜାଣିବାକୁ ପ୍ରୟାସ କରିଛନ୍ତି କି ବେପାରୀମାନେ ଲୋକଙ୍କ ଠାରୁ ଠିକ୍ ରେଟ୍ ନେଉଛନ୍ତି କି ନାହିଁ, ବେଶୀ ମୁନାଫା କମାଉଛନ୍ତି କି କ'ଣ। ଏମିତି ବୁଝୁ ବୁଝୁ ହଠାତ୍ ନଜର ପଡ଼ିଛି ବାଦଶାହଙ୍କର, ଯେଉଁଠି ଅନେକ ଲୋକ ଗଦା ହୋଇଛନ୍ତି। ବାଦଶାହ ଯାଇ ପହଞ୍ଚି ଯାଇଛନ୍ତି ସେ ଭିଡ଼ ପାଖରେ। ସେ ଭିଡ଼ ପାଖରେ ପହଞ୍ଚିଗଲା ପରେ ଦେଖିଛନ୍ତି ଯେ ଗୋଟିଏ ଲାଶ ପଡ଼ିଛି। ସେ ଲାଶକୁ ଦେଖି ସବୁ ଲୋକମାନେ ମୁହଁ ଆଡ଼େଇ ଚାଲି ଯାଉଛନ୍ତି। ଖାଲି ସମସ୍ତଙ୍କ ପାଟିରୁ ବାହାରୁଛି, କେଡ଼େ ବାଜେ ଲୋକଟେ ଆଜି ମରିଗଲା, ଆର କର୍ମ ବହୁତ ଭୁଲ ଥିଲା, ଇତ୍ୟାଦି ଇତ୍ୟାଦି। ଏ କଥା ଦେଖି ବାଦଶାହଙ୍କୁ ଭାରି ଖରାପ ଲାଗିଛି ଯେ ମୋ ରାଜ୍ୟରେ ଜଣେ ଲୋକଟେ ମରି ପଡ଼ିଛି, ତା ଲାଶକୁ ତା ଘର ପର୍ଯ୍ୟନ୍ତ କେହି ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି, ସମସ୍ତେ ଘୃଣା କରି ଚାଲି ଯାଉଛନ୍ତି। ବାଦଶାହ ପାଖକୁ ଆସିଛନ୍ତି, ଏ ଲାଶର ତା ପକେଟ ଫକେଟ ସବୁ ଅଣ୍ଡାଳିଛନ୍ତି, ଜାଣିବାକୁ ପ୍ରୟାସ କରିଛନ୍ତି ଏ ଲୋକଟିର ଆଡ୍ରେସ୍, କେଉଁଠିଆ ଘର, ୟା ନାଁ କ'ଣ, ଇତ୍ୟାଦି ଇତ୍ୟାଦି। କିଛି ପାଇନାହାନ୍ତି। ଅନନ୍ୟ ଉପାୟ ହୋଇ ବାଦଶାହ ଯାଇଛନ୍ତି ଦୋକାନୀମାନଙ୍କ ପାଖକୁ। ଜଣେ ଦୋକାନୀଙ୍କ ପାଖରେ ପହଞ୍ଚି ପଚାରିଛନ୍ତି ଏ ରୋଗ ବିଷୟରେ। ଦୋକାନୀ ଜଣକ ରୋକଠୋକ ଉତ୍ତର ଦେଇଛନ୍ତି ଯେ ଆପଣ ଯେଉଁ କାମ ପାଇଁ ଆସିଛନ୍ତି ସେ କାମ କରନ୍ତୁ। ସେ ତ ଛଦ୍ମବେଶରେ ବାଦଶାହ ଅଛନ୍ତି, ତାକୁ କେହି ଚିହ୍ନି ପାରୁନାହାନ୍ତି। ତେଣୁ ଦୋକାନୀ ଜଣକ ଏମିତି ଉତ୍ତର ଦେଇଛନ୍ତି। ସେ ଜଣେ ଖରାପ ଲୋକ ଥିଲା, ମରିଗଲା, ସେଥିପାଇଁ ଲୋକମାନେ ତା ଆଡ଼କୁ ଅନାଇ ନ ନେଲା ପରି ଚାଲି ଯାଉଛନ୍ତି। ଦ୍ୱିତୀୟ ଦୋକାନରେ ବାଦଶାହ ପହଞ୍ଚନ୍ତି। ଦ୍ୱିତୀୟ ଦୋକାନୀ ମଧ୍ୟ ସେମିତି ସେ ଲୋକ ବିଷୟରେ ଇଆଡ଼ୁ ସିଆଡ଼ୁ ଶୁଣାଇଛନ୍ତି। ଏହାପରେ ବାଦଶାହ ଯାଇ ଆଉ ଗୋଟେ ଦୋକାନରେ ପହଞ୍ଚନ୍ତି। ସେ ଦୋକାନୀ ଟିକେ ଭଲ ଥିଲେ। ସେ ଦୋକାନୀ ଏ ଲୋକର ଆଡ୍ରେସ୍ ବାଦଶାହଙ୍କୁ କହିଛନ୍ତି ଏବଂ ସେ ମଧ୍ୟ ସେ କଥା କହିଛନ୍ତି ଯେ ଆ ବିଷୟରେ ଆପଣ ମୁଣ୍ଡ ଖେଳାନ୍ତୁ ନାହିଁ। ସେ ଲୋକ ଭଲ ନଥିଲା, ଜଣେ ମଦ୍ୟପ ଥିଲା, ବିଷାକ୍ତ ଥିଲା, ତାକୁ ସମସ୍ତେ ଘୃଣା କରନ୍ତି। ତେଣୁ ଆପଣ ସେଥିରେ ମୁଣ୍ଡ ପୁରାନ୍ତୁ ନାହିଁ, ଆପଣ ଆପଣଙ୍କ ବାଟରେ ଯାଆନ୍ତୁ, ଯଦି କିଣିବାର ଅଛି କିଣନ୍ତୁ, ନହେଲେ ନାହିଁ। ବାଦଶାହଙ୍କୁ ଏବେ ଆଡ୍ରେସ୍ ମିଳିଯାଇଥିଲା। ବାଦଶାହ ଦେଖିଲେ କେହି ତ ନେଉନାହାନ୍ତି, ଆଉ ମୁଁ ତ ବର୍ତ୍ତମାନ ଛଦ୍ମବେଶରେ ଅଛି, ମୁଁ କହିଲେ ମଧ୍ୟ ମୋ କଥା କେହି ରଖିବେ ନାହିଁ। ତେଣୁ ବାଦଶାହ କ'ଣ କରିଛନ୍ତି, ସାଙ୍ଗରେ ତାଙ୍କର ଯେଉଁ ଜଣେ ଅନୁଚର ଥିଲା ତାକୁ କହିଛନ୍ତି ଯେ ତୁମେ ଆରପଟ ଧର, ମୁଁ
ବ୍ୟକ୍ତିର ମୁଣ୍ଡପଟକୁ ଧରୁଛି। ଆମେ ଦୁହେଁ ଟେକି ନେବା ତାଙ୍କ ଘରକୁ। ତେଣୁ ବାଦଶାହ ଏବଂ ତାଙ୍କର ତାଙ୍କ ସହିତ ଯେଉଁ ଲୋକ ଆସିଥିଲେ, ଦୁଇ ଜଣ ମିଶି ଲାଷ୍ଟକୁ ଟେକି ଟେକି ନେଇଛନ୍ତି ବ୍ୟକ୍ତିର ଘରକୁ। ବ୍ୟକ୍ତିର ଘରକୁ ଯାଇ କବାଟକୁ ଠକ୍ ଠକ୍ କରିଛନ୍ତି। କବାଟ ଖୋଲିଛନ୍ତି ଯିଏ ମରିଯାଇଥିବା ଲୋକଙ୍କର ସ୍ତ୍ରୀ। ଦେଖେଇଛନ୍ତି ଯେତେବେଳେ ସ୍ୱାମୀଙ୍କର ମୃତଦେହ ଖୁବ୍ କାନ୍ଦିଛନ୍ତି, କରୁଣ କ୍ରନ୍ଦନ କରିଛନ୍ତି। ବାଦଶାହ ପଚାରିଛନ୍ତି ଯେ ମା, ତୁମେ ଏତେ କାନ୍ଦୁଛ କାହିଁକି? ଲୋକମାନେ ତ କହୁଥିଲେ ଏ ଜଣେ ମଦୁଆ ଲୋକ ଏବଂ ବେଶ୍ୟାସକ୍ତ ଥିଲା, ମରିଗଲା, ଭଲ ହେଲା। ଯଦି ପ୍ରକୃତରେ ଏ ଲୋକ ଏଇଆ ହେଇଥାଏ ତାହେଲେ ତୁମେ ଏତେ କାନ୍ଦିବାର ଆବଶ୍ୟକତା କ'ଣ ଅଛି? ସେ ମହିଳା ଜଣକ ଖୁବ୍ ଜୋରେ କାନ୍ଦୁଥାନ୍ତି ଓ କହୁଥାନ୍ତି, ଆଜ୍ଞା, ଅନ୍ୟମାନଙ୍କ ଆଖିରେ ସେ କ'ଣ ମୁଁ କହିପାରିବି ନାହିଁ, କିନ୍ତୁ ମୁଁ ଏତିକି କହିବି, ମୋ ସ୍ୱାମୀଙ୍କ ପରି ଭଦ୍ରଲୋକ ଏ ସମାଜରେ ନାହାନ୍ତି। ମୋ ସ୍ୱାମୀ ମୋ ପାଇଁ ଭଗବାନ ଏବଂ ମୋ ଆଖିରେ ସବୁଦିନ ପାଇଁ ସେମିତି ଭଗବାନ ହୋଇ ରହିବେ। ରଜାଙ୍କର କୌତୂହଳ ବଢ଼ିଛି, ବାଦଶାହଙ୍କର କୌତୂହଳ ବଢ଼ିଛି। ବାଦଶାହ ପଚାରିଛନ୍ତି, ମୋତେ ଟିକେ ସମ୍ପୂର୍ଣ୍ଣ କଥା କହିବେ କି? ଏହାପରେ ସେ ମହିଳା ଜଣକ କହିଛନ୍ତି, ଇଏ ଦିନସାରା ବହୁତ ପରିଶ୍ରମ କରନ୍ତି, ବହୁତ ପଇସା ରୋଜଗାର କରନ୍ତି। ଆମର ପିଲାପିଲି ନାହିଁ। ଘର ଚଳାଇବା ପାଇଁ ଅଳ୍ପ କିଛି ପଇସା ଦେଲା ପରେ ଆଉ ଯାହା କିଛି ପଇସା ବଳେ, ପ୍ରାୟତଃ ବହୁତ ପଇସା ବଳେ ଏବଂ ସେ ପଇସାକୁ ନେଇ ସେ ଯାଆନ୍ତି ମଦ ଦୋକାନକୁ। ମଦ ଦୋକାନରେ ଯେତେ ମଦ ଥାଏ ସବୁ ମଦକୁ ଏକୁଟିଆ କିଣି ଆଣନ୍ତି ଏବଂ କିଣି ଆଣି କ'ଣ କରନ୍ତି, ଆମ ଘରେ ଯେଉଁ ନଳା ଅଛି ସେ ନଳାରେ ଢାଳି ଦିଅନ୍ତି। ଏହାପରେ ଆଉ ଗୋଟେ ଦୋକାନକୁ ଯାଆନ୍ତି, ଆଉ ଗୋଟେ ମଦ ଦୋକାନକୁ, ସେଠୁ ମଧ୍ୟ ମଦ ଆଣନ୍ତି ଏବଂ ସବୁ ମଦକୁ ପୁଣି ଏଇ ନଦୀରେ, ଏଇ ଯେଉଁ ନଳାରେ ଢାଳି ଦିଅନ୍ତି। ଏମିତି ସେ କରିଚାଲନ୍ତି। ତା ସହ ବେଶ୍ୟାମାନଙ୍କ ପାଖକୁ ଯାଆନ୍ତି। ପ୍ରତିଟି ବେଶ୍ୟାକୁ କିଛି କିଛି ପଇସା ଦିଅନ୍ତି ଏବଂ କହନ୍ତି, ଆଜି ରାତିକ ପାଇଁ ତୁମେ ତୁମ କବାଟ ଖୋଲିବ ନାହିଁ, କାହାରିକୁ ଘର ଭିତରକୁ ଆସିବାକୁ ଦେବ ନାହିଁ, ଏ ନିଅ ତୁମ ପାରିଶ୍ରମିକ। ତେଣୁ ଏବଂ ତାପରେ ଘରକୁ ଫେରି ମୋତେ କହନ୍ତି, ଦେଖିଲ ତ, ଆଜି ରାତିକ ପାଇଁ ହେଲେ ମଧ୍ୟ ମୁଁ ଲୋକଙ୍କୁ ପାପ କରିବାରୁ ବଞ୍ଚାଇ ଦେଲି ଏବଂ କିଛି ଘରକୁ ବଞ୍ଚାଇ ଦେଲି ନଷ୍ଟ ହେବାରୁ। ଏକଥା ମୁଁ ଜାଣେ। ମୁଁ ତାଙ୍କୁ ସେତେବେଳେ କହିଥିଲି ଯେ ଲୋକ ତୁମର ଏ ମହତ ପଣିଆକୁ ବୁଝିବେ ନାହିଁ। ତୁମକୁ ବାରମ୍ବାର ମଦ ଦୋକାନରେ ଦେଖିବେ ଏବଂ ବେଶ୍ୟାଳୟରେ ଦେଖିବେ। ଲୋକମାନଙ୍କର ଭାବନା ତୁମ ପ୍ରତି ସମ୍ପୂର୍ଣ୍ଣ ଖରାପ ହେବ। ଏକ ସମୟ ଆସିବ ଯେତେବେଳେ ତୁମେ ମରି ପଡ଼ିଥିଲେ ମଧ୍ୟ କେହି ତୁମକୁ କାନ୍ଧ ଦେବାକୁ ଆଗକୁ ଆସିବେ ନାହିଁ। ଏମିତି ବାରମ୍ବାର ଶୁଣିଲା ପରେ ମୋ ସ୍ୱାମୀ ମୋତେ କହିଥିଲେ ଯେ ତୁମେ ବ୍ୟସ୍ତ ହୁଅ ନାହିଁ, ଯଦି ମୁଁ ପ୍ରକୃତରେ ଭଲ କାମ କରିଥିବି ତାହେଲେ ଲୋକମାନେ ସିନା ମୋତେ କାନ୍ଧ ଦେବାକୁ ଆସିବେ ନାହିଁ, ମାତ୍ର ସେ ସମୟର ଯେ ବାଦଶାହ ଥିବେ ସେ ନିଶ୍ଚୟ ମୋତେ କାନ୍ଧରେ ବୋହି ନେଇ ଆସିବେ। ଏକଥା ଶୁଣି ମୋତେ ହସ ଲାଗିଲେ ମଧ୍ୟ ସ୍ୱାମୀଙ୍କ ମନରେ କଷ୍ଟ ହେବ ଭାବି ମୁଁ ହସେ ନାହିଁ। ବାଦଶାହ ଆଉ ସମ୍ଭାଳି ପାରିନାହାନ୍ତି। ବାଦଶାହଙ୍କ ଆଖିରେ ଲୁହ ଆସିଯାଇଥାଏ। ସେତେବେଳକୁ ଆଖିରୁ ଲୁହ ବୋହି ଯାଉଥାଏ ବାଦଶାହଙ୍କର। ବାଦଶାହ କହିଛନ୍ତି, ମା, ତୁମେ ବ୍ୟସ୍ତ ହୁଅ ନାହିଁ। ତୁମ ସ୍ୱାମୀ ଯାହା କହିଥିଲେ ଠିକ୍ କଥା କହିଥିଲେ। ମୁଁ ଆଉ କେହି ନୁହଁ, ମୁଁ ହେଉଛି ଏ ରାଜ୍ୟର ବାଦଶାହ। ମୁଁ ଛଦ୍ମବେଶରେ ଭ୍ରମଣ କରିବାକୁ ଆସିଥିଲି ମୋ ନଗରୀକୁ। ମୁଁ ହିଁ ତମ ସ୍ୱାମୀକୁ କାନ୍ଧ ଦେଇ ଦେଖିକି ଆଣିଛି। ଯାହା କହିଥିଲେ ତମ ସ୍ୱାମୀ ଠିକ୍ ହୋଇଛି। କର୍ମ ତାଙ୍କର ଠିକ୍, ସେଥିପାଇଁ ଏ ବାଦଶାହ କାନ୍ଧ ଦେବାକୁ ଆଜି ଆସିଛି।
देखिले तो दर्शक बंधु, जदि समग्र दुनिया कहे आपण खराब बोली मात्र आपणकर कर्म ठीक थाए तेबे निश्चित भाव फल आपण को भल ही मिल। आशा करछि दर्शक बंधु आज कथा निश्चित भाव आपण मानक प्रेरणा जोगाइब। चलतु आम आग को बढ़िया आमर से यात्रा अमूल्य बाणी आरंभ करिबा। अमूल्य बाणी एक सुंदर प्रयास, शुणु बुझंतु बदलतु और निजक एमती बनातु कि सबु लोक आपण को उदाहरण भावी आपण को अनुकरण करंतु। जदि प्रयास आपन को भल लगुथो ताहाले निश्चित भाव में प्रकाश जगदेव चैनल को सब्सक्राइब करिवे, वीडियो को लाइक करिवे एवं कमेंट रे जय श्री कृष्ण निहाती लिखिवे। आपण केतेबेले ठीक थिले, केते थर ठीक काम करिसंती ए दुनियार लोक माने ताहा बुझिबे नाही। थरटे केवल आपण भूल करी देखंतु, जुआड़े जिबे सेठी आपण आपणकर भूल चर्चा ही पाइबे। मलापरर प्रशंसा और खराब कथा कही क्षमा मागिले मागिबार महत्व किछि न थाए। गोटे पुओ को बापा बेटी डाकी पारिबो नाही, मात्र झीटी को बापाटीए बेटी डाकी पारिबो, बेटा डाकी पारिबो। तेणु नारीर महत्व निश्चित भाव में अधिका। जेतेबेले बुद्धिमान लोक माने चुप रहंती और मूर्ख माने कहिबा आरंभ करती सेतेबेले समाजर पथन निश्चित भली जानतु। निष्पत्ति सबुबले परिस्थिति को देखी निया जाई थाए, दुनियादारी को देखी नुह। ज्ञानी और अज्ञानी को, ज्ञानी लोक तो अज्ञानी को बुझाई दे पारिबे, मात्र ये अभिमानी लोकों को कहीं बुझाई पारिबे नाही। जेमती दुर्योधन ताको कौन कहीं बुझाई पारिथिले? आपण ज्ञानी लोकों को बुझेबे, अज्ञानी लोकों को बुझेबे। अभिमानी लोक से होचन स्वतंत्र, ताको कहीं बुझाई पारिबे नाही। धन द्वारा तो आपण सब किछि किनि पारिबे, मात्र मनर शांति केवल भल काम द्वारा ही आपण पाई पारिबे। जीवन में सबु लोक बंधु होई आसी नथांती, किछि लोक शिक्षा होई आम जीवन को आसी थांती, किछि दिन पाई रही थांती आ बढ़िया शिक्षा देई आम जीवन रु चली जाई थांती। भूल दिगरे मोड़ी जदि स्क्रूटी आमे खोली पारुना है, तेबे भूल दिगरे आगु को बढ़ी आमे सफल केमती हबा। तेणु सफल हवा को चाहूचंती तो प्रथमे जानिनंत कि जो दिगरे आपण जाउचंती ताहा ठीक कि भूल। निज उपरे भरोसा रख, नहले पवन रे उड़ुथुवा गुड़ी परी तुमर अवस्था हब। कोठी पड़िबो, केतेबेले पड़िबो, केमिति पड़िबो तुम हाथ रे किछि नथिबो, सबु थिबो सेई पवन हाथ रे। जे स्वप्न रे बंचंती तांको निद बहुत आसे, मात्र जे स्वप्न साकार करने को चाहती तांको निद आदौ आसे नहीं। भगवान को ऊपर विश्वास ठीक से छोट पिलाटी परी रख, जहाँ को तुम्हें ऊपर को फोपाड़ा पर मध्य से न डरी हसुची, कारण से भल रकम जानी ताकू जे ऊपर को पकाई से निश्चित भाव में ताकू तल को पड़ा को देव नहीं। सफलता किसी नुहे, बास जड़े असफल लोकर स्वप्नर सुंदर कहानीटी अटे। समय बनाइला वाला को अल्प समय दे देख, से निश्चित भाव में तुमर समय को बदलाई देउछि कि ना। छुंची परी हुआ, मात्र कईची परी बन नहीं।
ଛୁଞ୍ଚି 2କୁ 1 କରିଥାଏ ଓ କଇଁଚି 1କୁ 2 କରିଥାଏ। ବୁଝିପାରିଲେ ତ? କଇଁଚି କ'ଣ କରେ, ଗୋଟିଏ କନାକୁ କାଟି ଗୋଟିଏ କନାକୁ କାଗଜକୁ କାଟି ଖଣ୍ଡେରୁ 2 ଖଣ୍ଡ କରିଥାଏ କଇଁଚି। ଆଉ ଛୁଞ୍ଚି କ'ଣ କରେ, 2 ଖଣ୍ଡକୁ ସିଲେଇ କରି ଗୋଟିଏ କରିଦେଇଥାଏ। ତେଣୁ ଆପଣ ଛୁଞ୍ଚି ବନନ୍ତୁ, ଯୋଡ଼ିବା ଶିଖନ୍ତୁ, କଇଁଚି ପରି କାଟିବା ନୁହଁ। ଇପ୍ସିତ ବସ୍ତୁକୁ ଇଚ୍ଛା କରି ବସ୍ତୁକୁ ବାରମ୍ବାର ଚିନ୍ତା କଲେ ଇପ୍ସିତ ବସ୍ତୁ ମିଳିଥାଏ। କୌଣସି ଜିନିଷକୁ ଯଦି ଆପଣ ବାରମ୍ବାର ଚିନ୍ତା କରିବେ ତାହା ହୁଏତ ଆପଣଙ୍କୁ ମିଳିଯାଇପାରେ। ଜୀବନରେ ଅନେକ ଦୁଃଖ ଏଥିପାଇଁ ଆସେ କି ଆମେ ତା ଉପରେ ଆଶା ରଖିଥିଲେ ଯାହା ଉପରେ ଆଶା ରଖିବା ଉଚିତ ନଥିଲା। ଯେମିତିଆ ଦୁଃଖ ଆସୁ ତଥାପି ତୁମେ ପରିବାର ସହ ରୁହ। ସୁଖ ଆସିଲେ ବଢ଼ିଯିବ, ଦୁଃଖ ଆସିଲେ ବାଣ୍ଟି ହୋଇଯିବ। ଦୁଃଖରେ ନିର୍ଣ୍ଣୟ, ଆନନ୍ଦରେ ବଚନ, କ୍ରୋଧରେ ଉତ୍ତର ସର୍ବଦା ଦୁଃଖଦାୟୀ ହୋଇଥାଏ। ଜୀବନରେ ସବୁକିଛି କେବେ ସରିବା ଅସମ୍ଭବ। ତେଣୁ ଅସମ୍ଭବ ଅଟେ, କାରଣ ସବୁ ଅନ୍ତ ପରେ ମଧ୍ୟ କିଛି ନୂଆ ଆମର ପ୍ରତୀକ୍ଷା କରିଥାଏ। ଯେଉଁ ଲୋକମାନେ କହନ୍ତି ମୋ ଜୀବନରେ ସବୁ ସରିଗଲା, ସେମାନେ ଭୁଲ କଥା କହୁଛନ୍ତି। କାହାରି ଜୀବନରେ ସବୁକିଛି ସରିନଥାଏ। ସବୁକିଛି ସରିଲା ପରେ ମଧ୍ୟ ନୂଆ କିଛି ଆରମ୍ଭ କରିହୁଏ। ଲୋକ କହନ୍ତି ଆପଣାର ଲୋକ ପାଖରେ ନଇଁଯିବା ଦରକାର, ମାତ୍ର ପ୍ରକୃତ କଥା ହେଉଛି ଏଇଆ କି ଯେ ପ୍ରକୃତରେ ଆପଣାର ସେ ଆପଣଙ୍କୁ କେବେ ନଇଁବାକୁ ଦେବେ ନାହିଁ। ଜୀବନରେ ପ୍ରତିଟି ଠୋକର ଏ ଶିକ୍ଷା ଦିଏ ଯେ ରାସ୍ତା ଯେମିତିକା ହେଉନା କାହିଁକି ନିଜ ପାଦ ଉପରେ ଭରସା ରଖ। ବୁଦ୍ଧିମାନ କଥା ସେମାନେ କହିଥାନ୍ତି ଯାହାଙ୍କର ବୟସ ବେଶୀ, ଆଉ ଯେ କମ୍ ବୟସରୁ ଖରାପ ସମୟକୁ ଦେଖିଥାନ୍ତି ସେମାନେ ମଧ୍ୟ କିଛି କିଛି ବୁଦ୍ଧିମାନିର କଥା କହିଥାନ୍ତି। ଦୁଃଖକୁ ଡରନି କି ଏ ଦୁନିଆରେ ବଞ୍ଚିବାକୁ ଚାହୁଁଛ ତ ନିଜକୁ କାହାଠାରୁ କମ୍ ବୋଲି କେବେ ଭାବ ନାହିଁ। ଜୀବନରେ ସିଏ ବଡ଼ ଲଢ଼େଇ ଜିତେ ଯିଏ ତୟାର କରିପାରେ କି କେଉଁ ଛୋଟ ଲଢ଼ାଇକୁ ତାକୁ ଇଗ୍ନୋର କରିବାର ଅଛି ବା ଅଣଦେଖା କରିବାର ଅଛି। କାରଣ ଛୋଟ ଛୋଟ ଲଢ଼ାଇରେ ଯଦି ଆପଣ ଶକ୍ତି ନଷ୍ଟ କରିଚାଲିବେ ତାହେଲେ ବଡ଼ ଲଢ଼େଇ ଲଢ଼ିବାକୁ ସାମର୍ଥ୍ୟ କେଉଁଠି ପାଇବେ। ସମ୍ପର୍କୀୟ ବିପକ୍ଷ ଦଳର ଜନତା ପରି ହୋଇଥାନ୍ତି। ଯେତେ ଭଲ କର ତଥାପି ନିନ୍ଦା ତ କରିବେ ହିଁ କରିବେ। କେବଳ ଭାଗ୍ୟ ଭରସାରେ ବସନ୍ତୁ ନାହିଁ, କାରଣ ଭାଗ୍ୟବାଦୀର ହାତ ହୁଏତ ଖାଲି ରହିପାରେ, ହେଲେ ପରିଶ୍ରମୀର ହାତ କେବେ ବି ଖାଲି ରହିନଥାଏ। ସେବା ସମସ୍ତଙ୍କର କରନ୍ତୁ, ମାତ୍ର ଆଶା କାହାରିଠାରୁ ରଖନ୍ତୁ ନାହିଁ। କଷ୍ଟ ମିଳିଛି ତ ଔଷଧ ମଧ୍ୟ ମିଳିବ, ତେଣୁ ଦୁଃଖ କରନ୍ତୁ ନାହିଁ। ଯେମିତି ରାସ୍ତାରେ ଆମେ ଚାଲିବା ସେମିତିକା ଲକ୍ଷ୍ୟ ଆମେ ହାସଲ କରିବା। ତେଣୁ ଜୀବନର ରାସ୍ତାକୁ ଭାବିଚିନ୍ତି ବାଛନ୍ତୁ। ସମୁଦ୍ରରେ ଯେତେ ଚିନି ଢାଳିଲେ ମଧ୍ୟ ତାହା କେବେ ମିଠା ହେବାର କ'ଣ ଆପଣ କଳ୍ପନା କରିପାରୁଛନ୍ତି? ଠିକ୍ ସେମିତି ମତଲବୀ ଲୋକଙ୍କୁ ଯେତେ ପ୍ରେମ କଲେ ମଧ୍ୟ ସେମାନେ କେବେ ବି ଆପଣଙ୍କର ନିଜର ହେବେ ନାହିଁ। ଭାଗ୍ୟ ଓ ଆପଣାର ଲୋକଙ୍କ ଉପରେ କିଛି ଭରସା ନାହିଁ। ଏମାନେ କେତେବେଳେ ବି ବଦଳି ଯାଆନ୍ତି
ଆପଣ ଜାଣିପାରିବେ ନାହିଁ। ଜୀବନରେ ହସିବା ଶିଖି ଯାଆନ୍ତୁ। କାନ୍ଦିବା ତ ଲୋକ ଆପଣଙ୍କୁ ଗିଫ୍ଟ ରୂପେ ଦେଇପାରିବେ। ସହିବା ଦରକାର, ମୌକା ଆସିଲେ କହିବା ବି ଦରକାର, ମାତ୍ର ଜୀବନରେ ଶାନ୍ତିରେ ରହିବା ବି ଦରକାର। ନିଜ ଦୁଃଖର ସାଥୀ ନିଜେ ବନନ୍ତୁ, କାରଣ ଏ ଯୁଗରେ କେହି କୃଷ୍ଣ ଆପଣ ପାଇପାରିବେ ନାହିଁ। ଦେଖିକି ଚାଲିଲେ ଭାଇ, ଦେଖିକି ଚାଲରେ ଭାଇ, ଏ ତ ମଣିଷ ଯିଏ ଭଗବାନଙ୍କର ପରୀକ୍ଷା ନେବାକୁ ପଛାନ୍ତି ନାହିଁ। ତୁମେ ବା କିପରି ବାଦ ପଡ଼ିବ? ଏଠି ଲୋକ ଭଗବାନଙ୍କ ପରୀକ୍ଷା ମଧ୍ୟ କରିବାରେ ମାହିର ଅଛନ୍ତି। ସମୟ ଥାଉ ଥାଉ ପଛାରି ନିଅ, ଏହା କେମିତି ହେଲା, ନହେଲେ ପରେ ପଛାରିବାକୁ ନ ପଡ଼ୁ, ଏହା କେମିତି ହୋଇଗଲା। ବିଶ୍ୱାସ ଜୀବିତ ରଖନ୍ତୁ। ଆପଣ ଦେଖିବେ ଆଜି ଆପଣଙ୍କ ଉପରେ ହସିଲା ବାଲା କାଲି ଆପଣଙ୍କ ପାଇଁ କେମିତି ତାଳି ବଜାଉଛନ୍ତି। ସିଂହ ସହ ରହିଲେ ସିଂହ ତୁମକୁ ସଂଘର୍ଷ ଶିଖାଇଦେବ, ମାତ୍ର ଗଧ ସହ ରହିଲେ ସେ ତୁମକୁ ପରିସ୍ଥିତି ପାଖରେ ମୁଣ୍ଡ ନଇଁବା ଶିଖାଇଦେବ। ଚଏସ୍ ଇଜ୍ ୟୋର୍ସ। ସିଂହର ସଂଗତି କରିବେ ନା ଗଧର ସଂଗତି କରି ପରିସ୍ଥିତି ପାଖରେ ମୁଣ୍ଡ ନୁଆଁଇ ଚାଲିବେ? ପ୍ରତ୍ୟେକ ଚେଷ୍ଟାରେ ସଫଳତା ନ ମିଳିପାରେ, ମାତ୍ର ପ୍ରତ୍ୟେକ ସଫଳତା ପଛରେ ନିଶ୍ଚିତ ଭାବରେ ଚେଷ୍ଟା ହିଁ ଥାଏ। ସବୁବେଳେ ଆପଣଙ୍କୁ ଆପଣଙ୍କର ଭୁଲର ଦଣ୍ଡ ମିଳେ, ସେମିତି ହେଇନଥାଏ। ବେଳେବେଳେ ଆପଣ ଭଲ ହୋଇ ମଧ୍ୟ ଆପଣଙ୍କୁ ମୂଲ୍ୟ ଦେବାକୁ ପଡ଼ିଥାଏ। ନିଦ ଥରେ ଭାଙ୍ଗିଗଲେ ଚଳିବ, ମାତ୍ର କେବେ ସ୍ୱପ୍ନକୁ ଭାଙ୍ଗିବାକୁ ଦିଅନ୍ତୁ ନାହିଁ। ଯେତେବେଳେ କିଛି କରୁଛନ୍ତି, ଯଦି ଭାବିବେ ମୋର ଏ କର୍ମରେ କ'ଣ ପରମେଶ୍ୱର ଖୁସି ହେବେ, ତାହେଲେ ମୁଁ କଥା ଦେଉଛି ଆପଣ କୌଣସି ଭୁଲ କରିପାରିବେ ନାହିଁ। ଯାହା ବି କରୁଛନ୍ତି ଥରେ ଭାବନ୍ତୁ, ମୁଁ ଯେଉଁ ଏ କାମ କରୁଛି, ଏ କର୍ମରେ କ'ଣ ମୋ ଭଗବାନ ବା ପରମେଶ୍ୱର ମୋ ଉପରେ ଖୁସି ହେବେ? ଏମିତି ଭାବିକି କାମ କଲେ ଆପଣଙ୍କ ଜୀବନରେ ପ୍ରାୟ ଆପଣ କୌଣସି ଭୁଲକୁ କରିବାକୁ ଯିବେ ନାହିଁ। ଅନ୍ଧାର ହଟାଇବାର ଚେଷ୍ଟା ନ କରି ଦୀପକ ଜାଳିବାର ପ୍ରୟାସ କଲେ ଆପଣ ଖୁସିରେ ରହିବେ। କାହାକୁ କିଛି ଦେଇ ଗର୍ବ କରନ୍ତୁ ନାହିଁ, ନା କିଏ ଜାଣେ ଆପଣ ଦେଉଛନ୍ତି ନା ପୂର୍ବ ଜନ୍ମର ଋଣକୁ ଶୋଧୁଛନ୍ତି। ଦୁଃଖ ସୁଖ ବିନା ଚେତାବନୀରେ ଆସିଥାନ୍ତି। ତେଣୁ ତୁମେ ତୟାର ରୁହ, ଯେମିତି ଦୁଃଖରେ ଜୋଶ ଓ ସୁଖରେ ହୋସକୁ ହରାଇ ନ ବସ। ଆଶା କରୁଛି ଦର୍ଶକ ବନ୍ଧୁ ଆଜିର ଏ କଥା ଗୁଡ଼ିକ ନିଶ୍ଚିତ ଭାବରେ ଆପଣଙ୍କୁ ପ୍ରେରଣା ଯୋଗାଇଥିବ। ଶୁଣନ୍ତୁ, ବୁଝନ୍ତୁ, ବଦଳନ୍ତୁ ଓ ନିଜକୁ ଏମିତି ବନାନ୍ତୁ କି ସାରା ଦୁନିଆର ଲୋକ ଆପଣଙ୍କୁ ଉଦାହରଣ ଭାବି ଆପଣଙ୍କର ଅନୁକରଣ କରନ୍ତୁ। ଆଗାମୀ ଭିଡ଼ିଓରେ ପୁଣି ଥରେ ଦେଖା ହେବ। ସେ ପର୍ଯ୍ୟନ୍ତ ଆପଣମାନଙ୍କର ଉତ୍ତରୋତ୍ତର ଉନ୍ନତି ମନାସି ରହୁଛି। ନମସ୍କାର।